গোটাই কথা কি কথা ভাই? সেই কর্ণাটক সাম্রাজ্য সীমারেখারে ଆପଣଙ୍କ କଥାଟା ହଠାତ୍ ମନେ ପଡ଼ିବାରୁ ମୁଁ ସିଧାସଳଖ ଚାଲି ଆସିଛି ଆପଣଙ୍କ ସମ୍ମୁଖକୁ ଆପଣଙ୍କୁ ଥରୁଟାଏ ସାକ୍ଷାତ କରି ମନ ଭରି ଦର୍ଶନ କରିବା ପାଇଁ। ବଳବନ୍ତ ବଡ଼ ଭାଇ ଭାଇ ମୁଁ ମଧ୍ୟ ତତେ ଦୀର୍ଘ ଦିନ ହେଲା ସାକ୍ଷାତ କରିନଥିଲି। ବଡ଼ ଭାଇ ମୋ ମନ ଭାରି ବ୍ୟାକୁଳ ହୋଇ ଉଠିଥିଲା ରେ ଭାଇ। ଏଠୁ ସର୍ବପ୍ରଥମେ ବାହୁରେ ବାହୁ ମିଶାଇ ଆଲିଙ୍ଗନ ହୋଇଯାଇଥିଲେ। ଆପଣ ସତ୍ୟ କହୁଛନ୍ତି? ହଁ ଭାଇ। ତାହେଲେ ଠିକ ଅଛି ବଡ଼ ଭାଇ। ବଳବନ୍ତ ଆପଣ ଯେତେବେଳେ ସାନ ଭାଇଙ୍କୁ ସ୍ୱାଗତ କରୁଛନ୍ତି ଭାଇ ତାହେଲେ ମୁଁ ମନା ଅବା କରିବି କାହିଁକି? ତାହେଲେ ଆସ ଭାଇ, ଆସନ୍ତୁ ଆସ ଆସନ୍ତୁ ବଡ଼ ଭାଇ। ଆସ ବଳବନ୍ତ। हे प्रिय ज्येष्ठ सहोदर, ବଳବନ୍ତ ଆପଣଙ୍କୁ ବାସ୍ତବରେ ଦର୍ଶନ କରି ଭାଇ ମୋ ଜୀବନଟା ପୂର୍ଣ୍ଣ ସାର୍ଥକ ହୋଇଛି ବଡ଼ ଭାଇ। ବଳବନ୍ତ ହେଲେ ଆଉ ଗୋଟାଏ କଥା ବଡ଼ ଭାଇ, ଆଉ କି କଥା ବାକି ଅଛି ଭାଇ? ଆଉ ସେଇ କଥାଟା କଣ ଜାଣିଛନ୍ତି? ବଳବନ୍ତ ଅନେକ ଦିନ ହେଲା ଆପଣଙ୍କ ସମ୍ମୁଖରେ ସେଇ ଗୋଟାଏ କଥାକୁ ମୁଁ ପ୍ରକାଶ କରିବି ବୋଲି ଭାବୁଛି ଯେ ମୁଁ ପ୍ରକାଶ କରିପାରୁନି। ବଳବନ୍ତ ପ୍ରକାଶ କରିବା ପାଇଁ ମତେ ଭାରି ଭୟ ଲାଗୁଛି। କାହାର ଭାଇ? କେବଳ ଆପଣଙ୍କ ବଦନରୁ ଥରୁଟାଏ ଅନୁମତି ପାଇଲେ ମୁଁ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିବି ବଡ଼ ଭାଇ। ବଳବନ୍ତ କାହିଁକି ନା କଥାରେ ଅଛି ପରା, ସ୍ୱର୍ଗକୁ ନିଶୁଣି ନାହିଁ ଆଉ ବଡ଼ ଲୋକଙ୍କ ପାଖରେ ଉତ୍ତର ନାହିଁ। ବଳବନ୍ତ ବଡ଼ ଭାଇ ଆରେ ଭାଇ ବଳବନ୍ତ, ତୁ କହୁଛୁ ଗୋଟିଏ କ୍ଷୁଦ୍ର ଅଭିଯୋଗ? ହଁ ବଡ଼ ଭାଇ। ବଳବନ୍ତ ସମୟ ପଡ଼ିଲେ ମୁଁ ତୋରି ପାଇଁ ମୋର ମୂଲ୍ୟବାନ ଜୀବନଟା ଉତ୍ସର୍ଗ କରିବି। ନାଇଁ 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 ହଁ ରେ ଭାଇ, ଏ ଆପଣ କଣ କହୁଛନ୍ତି ବଡ଼ ଭାଇ? ଯାହା ମୁଁ କହୁଛି ସାମାନ୍ୟ ଗୋଟେ ତ୍ରୁଟି ପାଇଁ ଆପଣ ମୂଲ୍ୟବାନ ଜୀବନ ଉତ୍ସର୍ଗ କରିଦେଲେ? ତାର କେବଳ ମନ ଦେଇ ଶ୍ରବଣ କରନ୍ତୁ ଆପଣଙ୍କ ସାନ ଭାଇ କହୁଥିବାର ସେଇ କ୍ଷୁଦ୍ର ଅଭିଯୋଗଟାକୁ। ବଳବନ୍ତ ବଡ଼ ଭାଇ ତାହେଲେ ଶୀଘ୍ର ପ୍ରକାଶ କର ଭାଇ। ମନ ଦେଇ ଶୁଣ ଆହେ ଜ୍ୟେଷ୍ଠ ସହୋଦର ସହୋଦର, ଭାଇ ମନ ଦେଇ ଶୁଣ ଆହେ ଜ୍ୟେଷ୍ଠ ସହୋଦର ସହୋଦର। ବଳବନ୍ତ ପିତୃ ସମ୍ପତ୍ତିରେ ଅଛି ମୋର ଅଧିକାର ଅଧିକାର। ବଳବନ୍ତ ପିତୃ ସମ୍ପତ୍ତିରେ ଅଛି ମୋର ଅଧିକାର ଅଧିକାର। ବଳବନ୍ତ ବଡ଼ ଭା ବଡ଼ ଭାଇ ବଳବନ୍ତ ଏମିତି ତ ଦେଖିବାକୁ ଗଲେ ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ଚତୁର୍ଥ ଅବସ୍ଥାରେ ଉପସ୍ଥିତ ବଡ଼ ଭାଇ। ବଳବନ୍ତ ଏଇ ବୃଦ୍ଧ ବୟସରେ ଆପଣ ଆଉ ପ୍ରଜାବାସୀ ମାନଙ୍କୁ ଭଲରେ ଶାସନଟା କରିପାରିବେ ନା। ବଳବନ୍ତ ତେଣୁ ଅବଶିଷ୍ଟାଂଶ ସମୟଟା ଆପଣ ଥରୁଟାଏ ରାଣୀ ହଂସପୁରକୁ ଯାଇ ବିଶ୍ରାମ କରନ୍ତୁ ବଡ଼ ଭାଇ। ବଳବନ୍ତ ମତିଭ୍ରମ ହେଲା କି ତୋର? ମତି ଭ୍ରମ ବା ଘଟିବ କାହିଁକି ବଡ଼ ଭାଇ? ଆଜି ମୋ ହସ୍ତରେ ସମର୍ପଣ କରିଦିଅନ୍ତୁ ରାଜ୍ୟ ସିଂହାସନ ଆଉ ଆପଣଙ୍କ ମଥାରେ ଶୋଭାବର୍ଦ୍ଧନ କରୁଥିବା ସେଇ କନକ କିରୀଟଟାକୁ। ବଳବନ୍ତ ବଡ଼ ଭାଇ ବରଲୋକ ଏ ସମ୍ପୂର୍ଣ୍ଣ କର୍ଣ୍ଣାଟକ ରାଜ୍ୟର ଉତ୍ତରାଧିକାରୀ ହେଉଛନ୍ତି କିଏ? ମୋର ବେନିପୁତ୍ର ସାରଙ୍ଗ ତରଙ୍ଗ। ଭାଇ ବଳବନ୍ତ ଏ ଆପଣ କଣ କହୁଛନ୍ତି ବଡ଼ ଭାଇ? ହଁ ହଁ
ଯାହା ମୁଁ କହୁଛି ଠିକ କହୁଛି। ପିତା ଦେବେନ୍ଦ୍ର ପ୍ରତାପଙ୍କ ସର୍ବସ୍ୱ ସମ୍ପତ୍ତିକୁ ନେଇ ଆମ୍ଭ ବେନି ଭାଇଙ୍କ ମଧ୍ୟରେ ବଣ୍ଟନ କାର୍ଯ୍ୟ ସମାପ୍ତି ଘଟିନାହିଁ। ଆଉ ଆପଣ କହୁଛନ୍ତି ଆପଣଙ୍କ ଦୁଇ ପୁଅ ସାରଙ୍ଗ ନାଇଁ 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 ନିଶ୍ଚୟ ବୃଥାରେ କାହିଁକି ବାପାଙ୍କ ସମ୍ପତ୍ତିକୁ ନେଇ ଆମେ କଳହ କରିବା? ଆପଣ ପରା ନ୍ୟାୟର ପ୍ରତୀକ, ଆପଣ ପରା ସତ୍ୟର ପ୍ରତୀକ। ମୁଁ କଳହ କରୁନି ବଳବନ୍ତ। ନ୍ୟାୟର ବିଚାର କରନ୍ତୁ। ବଳବନ୍ତ ଗୋଟାଏ ବାପାର ଦୁଇ ପୁଅ, ଆପଣ ରାଜା ହେବେ ଆଉ ମୁଁ ଅବିବାହିତ ହୋଇ କେତେ ଦିନ ଆପଣଙ୍କ କର୍ଣ୍ଣାଟ ରାଜବଂଶଟାକୁ ସେବା କରିବି ବଡ ଭାଇ। ବଳବନ୍ତ ତେଣୁ କିଛିଟା ଦିନ ପାଇଁ ତ ମୋ ହସ୍ତରେ ସମର୍ପଣ କରିଦିଅନ୍ତୁ ଏ ରାଜ୍ୟ ଦାୟିତ୍ୱଟାକୁ। ବଳବନ୍ତ ବଡ ଭାଇ ଶତ ଚେଷ୍ଟା କଲେ ମଧ୍ୟ ସମ୍ପୂର୍ଣ୍ଣ କର୍ଣ୍ଣାଟକ ରାଜ୍ୟରୁ ଖଣ୍ଡି ଅଂଶ ମଧ୍ୟ ଦେବି ନାହିଁ ତୋତେ। ଏ ଆପଣ କଣ କହୁଛନ୍ତି ବଡ ଭାଇ? ଓହୋ ଶେଷ ଥର ପାଇଁ ମୁଁ ନିବେଦନ କରୁଛି ବଡ ଭାଇ, ମୋ ହସ୍ତରେ ଆଜି ରାଜ୍ୟ ଦାୟିତ୍ୱଟା ସମର୍ପଣ କରନ୍ତୁ। ଓ ମଧ୍ୟ ତତେ ଶେଷ ଥର ପାଇଁ କହିଦଉଛି, କଣ ବଡ ଭାଇ? ସମ୍ପୂର୍ଣ୍ଣ ପିତୃ ସମ୍ପତ୍ତିରୁ କିଛି ଅଂଶ ମଧ୍ୟ ଦେବି ନାହିଁ। ବଡ ଭାଇ ବଳବନ୍ତ ମୋ ହସ୍ତରେ ଦିଅ ଆଜି ସେ ରାଜ ମୁକୁଟ, ସେ ମୁକୁଟ ମୋ ହସ୍ତରେ ଦିଅ ଆଜି ସେ ରାଜ କିରୀଟ, ସେ କିରୀଟ କର୍ଣ୍ଣାଟକ ରାଜ୍ୟରେ ଆଜି ହୋଇବି ସମ୍ରାଟ, ସେ ସମ୍ରାଟ ବଳବନ୍ତ କର୍ଣ୍ଣାଟକ ରାଜ୍ୟରେ ଆଜି ହୋଇବି ସମ୍ରାଟ, ସେ ସମ୍ରାଟ। ବଡ ଭାଇ ବଳବନ୍ତ ଆପଣ ରାଜ୍ୟ ସିଂହାସନ ରାଜମୁକୁଟ ମୋ ହସ୍ତରେ ନ ଦିଅନ୍ତୁ ପଛକେ, ହେଲେ ଆପଣ ମତେ ଦିଅନ୍ତୁ ମୋ ପୈତୃକ ସମ୍ପତ୍ତିର ଅର୍ଦ୍ଧେକ ଭାଗଟାକୁ। ବଳବନ୍ତ ବଡ ଭାଇ ସମ୍ପୂର୍ଣ୍ଣ ପିତୃ ସମ୍ପତ୍ତିରୁ କିଛି ଅଂଶ ମଧ୍ୟ ଦେବି ନାହିଁ ତୋତେ। ବଡ ଭାଇ ବଳବନ୍ତ ବଡ ଭାଇ ଜମର ପାଖରେ ନାହିଁ ଦୟା କ୍ଷମା, ନ ଜାଣୁ କି ମୂର୍ଖ ତୁ ହିରେ। ଜମର ପାଖରେ ନାହିଁ ଦୟା କ୍ଷମା, ନ ଜାଣୁ କି ମୂର୍ଖ ତୁ ହିରେ। ଚାବୁକ ପ୍ରହାରେ ପିଟି ପିଟି ତଳେ ଚମଡ଼ା ଛଡ଼ାଇ ଦେଖିରେ। ଜମର ପାଖରେ ନାହିଁ ଦୟା କ୍ଷମା, ନ ଜାଣୁ କି ମୂର୍ଖ ତୁ ହିରେ। ବଳବନ୍ତ বলবন্ত রাজা হবা পায়ে বলিছু মানস শ্রেষ্ঠ ভাই থাই হেবু কি নরেশ। রাজা হবা পায়ে বলিছু মানস শ্রেষ্ঠ ভাই থাই হেবু কি নরেশ। পাଣିର ଫଟକା ସଦୃଶ ଦୋଷ କ୍ଷଣ ହେବ ଆଜି ମୋଠାରେ। ଜମର ପାଖରେ ନାହିଁ ଦୟା କ୍ଷମା, ନ ଜାଣୁ କି ମୂର୍ଖ ତୁ ହିରେ। ବଡ ଭାଇ ବଳବନ୍ତ ଆପଣଙ୍କୁ ତଥାପି ଶେଷ ଥର ପାଇଁ ମୁଁ ବିନୀତ ପ୍ରାର୍ଥନା କରୁଛି, ମୋ ବାପାଙ୍କ ସମ୍ପତ୍ତି ଭାଗଟା ଆପଣ ଦେବେ ନା ନାଇଁ? ମୁଁ ମଧ୍ୟ ତତେ ଶେଷ ଥର ପାଇଁ କହିଦଉଛି, କଣ ବଡ ଭାଇ? ସମ୍ପୂର୍ଣ୍ଣ ପିତୃ ସମ୍ପତ୍ତିରୁ କିଛି ଅଂଶ ମଧ୍ୟ ଦେବି ନାହିଁ। ବଡ ଭାଇ ବଳବନ୍ତ ଆପଣ ଯଦି ମୋ ପୈତୃକ ସମ୍ପତ୍ତିର ଅର୍ଦ୍ଧେକ ଭାଗଟା ନ ଦିଅନ୍ତି, ତାହେଲେ କଣ କରିବି ତୁମକୁ? ଆପଣଙ୍କ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ମୁଁ ଯୁଦ୍ଧ କରି ବାଧ୍ୟତାମୂଳକ ଛଡାଇ ନେବି ମୋ ପିତୃ ସମ୍ପତ୍ତିଟାକୁ। ବଳବନ୍ତ
বড় ভাই ও মহাপুরুষা পুরুষ অঙ্গ যদি শক্তি আছে থিয়া হো রণাঙ্গলে ଆପଣ ଯୁଦ୍ଧ କରିବେ ହଁ ତାହେଲେ ଠିକ ଅଛି ବଡ ଭାଇ ଯୁଦ୍ଧଟା ତ ହବ ନିଶ୍ଚୟ ବେଶ। କିନ୍ତୁ ଦୁଇ ଗୋଟି ସର୍ତ୍ତରେ ହେବ ଯୁଦ୍ଧ ସେଇ ସର୍ତ୍ତ ଗୁଡ଼ିକ ପ୍ରଥମ ସର୍ତ୍ତ ହେଉଛି ଯୁଦ୍ଧରେ ଯିଏ ଜୟ ଲାଭ କରିବ ସିଏ ହେବ ଏ କର୍ଣ୍ଣାଟ ସିଂହାସନର ପ୍ରକୃତ ଶାସକ ଆଉ ଯୁଦ୍ଧରେ ଯିଏ ପରାଜୟ ଲାଭ କରେ ତାହାକୁ ଅପମାନିତ କରି ଏ କର୍ଣ୍ଣାଟ ରାଜ୍ୟରୁ ଚିରଦିନ ପାଇଁ ବିତାଡ଼ିତ କରି ଦିଆଯିବ ଠିକ ଅଛି ବଳବନ୍ତ ସର୍ତ୍ତଟା ରହିଲା କେବଳ ତୋର ମୋର ମଧ୍ୟରେ ହେଲେ ହେଲେ ବଲବ ଯୁଦ୍ଧର ପ୍ରାରମ୍ଭ କରିବୁ ତୁ ଆଉ ଯୁଦ୍ଧର ପରିସମାପ୍ତି କରିବି ମୁଁ ତାତ୍ସଲ୍ୟ କରନି ବଳବନ୍ତ ତାତ୍ସଲ୍ୟ କରୁଣି ଜ୍ୟେଷ୍ଠ ସହୋଦର ତାହେଲେ ହେଇଯ ପ୍ରସ୍ତୁତ ଯୁଦ୍ଧଟା ପ୍ରାରମ୍ଭ ହୋଇନାହିଁ ହେଇଯିବ ଆପଣ ପରିସମାପ୍ତି ଶବ୍ଦଟା ନିଶ୍ଚୟ। କହିପାରିଲେ କେମିତି ଯୁଦ୍ଧରେ କିଏ ଜିତିବ କିଏ ହାରିବ ଆପଣ କଣ କଥାଟା ଜାଣି ସାରିଲେଣି ବଳବନ୍ତ ତାହେଲେ ଠିକ ଅଛି ବଡ ଭାଇ ଦ୍ୱାପର ଯୁଗରେ ଯେମିତି ବାପାଙ୍କ ସମ୍ପତ୍ତିକୁ ନେଇ କୌରବ ପାଣ୍ଡବ ଭିତରେ ସମର ହେଇଥିଲା ଆଜି ଠିକ ସେମିତି ଏ କଳି ଯୁଗରେ ମଧ୍ୟ ବାପାଙ୍କ ସମ୍ପତ୍ତିକୁ ନେଇ ଭାଇ ଭାଇ ଭିତରେ ଯୁଦ୍ଧ ହବ ବଳବନ୍ତ ଆଉ ଡେରି କାହିଁକି ହେଇଯା ପ୍ରସ୍ତୁତ। ପୂର୍ଣ୍ଣ ଅବତୀର୍ଣ୍ଣ ସଂଗ୍ରାମ ପ୍ରାଙ୍ଗଣରେ ଆଶା ଲଢେଇ କରିବା ଉଠୋଷ୍ଟ ଆଶା ଯୁଦ୍ଧ କରିବା